କଥା କହିବି ତମେ ଖରାପ ଭାବିବ। ପଚାରୁନାହାନ୍ତି ବାବୁ, ଆପଣ ପୁଣି ପଚାରିବେ ମୁଁ ଖରାପ ଭାବିବି? ନାଇଁ ବାବୁ, ଏ ନମିତା ପାଖରୁ ସେମିତି କଥା କିଛି ବି ପାଇବେନି। ପଚାରୁନାହାନ୍ତି କଣ ପଚାରିବା କଥା? ନାଇଁ ମୁଁ କଣ କହୁଥିଲି କି ତମେ ଗୋଟେ ଭଲ ପାତ୍ର ଦେଖି ବାହା ହେଇଯିବା ଉଚିତ। ଆରେ କଣ ହେଲା ଏଠି ଚୁପ୍ ହେଇଗଲା ଯେ? ନାଇଁ ମାନେ ସେମିତି କିଛି ବି ନୁହଁ। ସେମିତି କିଛି ନୁହଁ। ବାବୁ, ମୋ ବୋଉ ଆସିଲାଣି। କଥା ଶୁଣିବ ଦିନକୁ ଦେଖିବା ପାଇଁ ଚାପ ଚାଲି ରହିଛି। ଏବେ ଦେଖିଲେ ନା ପୁରା ଖୁସିରେ ଫାଟି ପଡିବ। ନମସ୍କାର। ଶିଖିଲି ବାବୁ, ଏ ବାବୁ ଜଣକ କିଏ? ତମକୁ ଦେଖିବା ପାଇଁ ମୁଁ ଡହଳ ବି ପଳଉଛି। ଆଉ ନମିକି କହିଛି କେତେ ଥର ତମକୁ ଡାକି ଆଣିବା ପାଇଁ, ହେଲେ ସେ କଣ ମୋ କଥା ଶୁଣୁଛି? କିନ୍ତୁ ପୁଅ, ତମରି ପାଇଁ ମୁଁ ଅଣ୍ଡିରଚଣ୍ଡୀରେ ଆଜି ଭଲ ବାଟକୁ ଫେରି ଆସିଛି। ହଁ, କେତେ ଥର କହିଛି ତୁ ଝିଅ ପିଲାଟେ ଘର କରଣା ଶିଖ, ହେଲେ ସିଏ କଣ ମୋ କଥା ଶୁଣୁଛି? ମୋ କଥା କିଏ ନା ମୁଁ କିଏ? କିନ୍ତୁ ପୁଅ, ତମକୁ ଦେଖି ସାରିବା ପରେ ତମ ବାପାକୁ ଦେଖିବାକୁ ମୋର ଭାରି ଇଚ୍ଛା ହଉଛି। କାହିଁକି ବାବୁ? କାହିଁକି ଆଉ କଣ? ତମ ପରି ଭାଗ୍ୟବାନ ପୁଅ ଯାହାର ଥିବ, ତାଙ୍କ ଭଳି ଦେବତା ଲୋକଙ୍କୁ ଦେଖିବାକୁ କାହାର ଇଚ୍ଛା ନ ହବ କହିଲ? ହେଲେ ପୁଅ, ତମ ବାପାଙ୍କ ନାଁ କଣ? ରଞ୍ଜିତ ପଟ୍ଟନାୟକ। କଣ ହେଲା ବନ୍ଧୁ? କିଛି ନୁହଁ। ହେଲେ ପୁଅ, ତମକୁ ଗୋଟେ କଥା କହିବି, ତମେ ମୋ କଥା ରଖିବ? ତମେ ଆଉ ଆମ ଘରକୁ ଆସିବନି, ମୋ ନମିତା ସହିତ ସମ୍ପର୍କ ରଖିବନି। କି ଭାବୁଛି? ସତ କଥା ଟିକେ କୁହ, ତମେ ହଉଛ ଏକାଙ୍କର ଚାନ୍ଦ, ଆଉ ମୋ ନମି ତା ଆଖି ଲୁହର ଲୁଣିଆ ରୋଦରେ ଫୁଟିଥିବା ଗୋଟେ ରଙ୍ଗହୀନ କଇଁଛଟିଏ। ବହୁ ତୁ କଣ ପାଗଳ ହେଇଯାଇଛୁ? ତୁ ଏମିତି କଣ କଥାବାର୍ତ୍ତା କରୁଛୁ? ଚୁପ କର। ପୁଅ, ତମେ ମୋ କଥା ରଖିବ ନା ନାହିଁ? ପୁଅ, ମୋ କଥା ରଖିବ ନା ନାହିଁ? ତମକୁ ମୋର ରଖ। ତମେ ଆମ ଘରକୁ ଆସିବନି, କି ମୋ ନମିତା ସହିତ ସମ୍ପର୍କ ରଖିବନି। ମୁଁ କଥା ଦଉଛି ମାଉସୀ, ମୁଁ ତମ କଥା ନିଶ୍ଚୟ ରଖିବି। କିନ୍ତୁ କଣ ପାଇଁ ମୁଁ ଦେଖା କରିପାରିବି କି? ମୋ ଜନ୍ମ ହେବା ପରେ ପରେ ମୋ ମା ଚାଲିଗଲା, ଆଉ ତମକୁ ଦେଖି ସାରିଲା ପରେ ଅବଶିଷ୍ଟ ଜୀବନଟା ମୁଁ ଭାବୁଥିଲି ମାର ସ୍ନେହ କେବେ ଅଭାବ ହବନି। ଆଉ ତମେ ଯେତେବେଳେ ମୋ ବାପାଙ୍କ ନାଁଟା ଶୁଣି ସାରିଲା ପରେ ମୋ ଉପସ୍ଥିତି ସହ୍ୟ କରିପାରିଲା। ମତେ ରାଣ ପକେଇ ନ ଆସିବା ପାଇଁ ବନ୍ଦ କରିଯାଉଛ। ମୁଁ କଥା ଦଉଛି ମାଉସୀ, ମୁଁ ତମ କଥା ନିଶ୍ଚୟ ରଖିବି। এই কেইটা মুহূর্ত ভিতরে অজ্ঞাতরে হও কি অজ্ঞাতরে হও মো যদি কিছু ভুল করে দেখায় মতে মা ভাবি ক্ষমা করে দেব।